ସମ୍ବଲପୁର ଅଧୀନରେ 2025-26 ଶିକ୍ଷାବର୍ଷ ଲାଗି ଓଡ଼ିଆ ପିଜି ବିଭାଗରେ ନାମ ଲେଖାଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଏସ୍ଏସ୍ ଓଡ଼ିଆ ଏକାଡେମୀ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ଆପଣମାନଙ୍କ ଅବଗତି ନିମନ୍ତେ ଜଣାଇ ଦେଉଛି ଯେ ଆପଣମାନଙ୍କର ପିଜି ଯେଉଁମାନେ ଆଡ଼ମିସନ୍ ନେଇଥିଲେ ତାହା ଅକ୍ଟୋବର 8 ତାରିଖରେ ଆଡ଼ମିସନ୍ ଶେଷ ହୋଇସାରିଛି ଏବଂ ତା'ର ଯେଉଁ ରହିଛି ସିଲାବସ୍, ସେ ସିଲାବସ୍ ଅନୁଯାୟୀ ପ୍ରତ୍ୟେକ ସେମିଷ୍ଟରର କ'ଣ କ'ଣ ପାଠ ପଢ଼ା ହେବ ଏବଂ କିଭଳି ଭାବରେ ଲଙ୍ଗ୍ କ୍ୱେଶ୍ଚନ୍ ଆସିବ ଏବଂ ସର୍ଟ କ୍ୱେଶ୍ଚନ୍ ଆସିବ ତା'ର ଆମେ ପ୍ରସ୍ତୁତି ଆରମ୍ଭ କରିଦେବା। କାହିଁକି ନା ଆମ ହାତରେ ଆଉ ବେଶୀ ସମୟ ନାହିଁ। ଆପଣମାନଙ୍କର ପରୀକ୍ଷା ଡିସେମ୍ବର କିମ୍ବା ଜାନୁଆରୀରେ ଫାର୍ଷ୍ଟ ସେମିଷ୍ଟର ହୋଇପାରେ, ଯେହେତୁ ଗୋଟେ ଜୁନ୍ ଲାଷ୍ଟ ରୁ ଆଡ଼ମିସନ୍ ଆରମ୍ଭ ହୋଇ ଆଡ଼ମିସନ୍ ଡେଟ୍ ଏକ୍ସଟେନସନ୍ କରିକି ଅକ୍ଟୋବର 8 ପର୍ଯ୍ୟନ୍ତ ଯାଇଥିଲା ଏବଂ ତତ୍ପରେ ତା'ର ପାଠପଢ଼ା ମଧ୍ୟ ଆପଣମାନେ ଆରମ୍ଭ କରିସାରିଥିବେ। ତ ଆଜିର ଭିଡ଼ିଓରେ ଆମେ ଦେଖିବା ଫାର୍ଷ୍ଟ ସେମିଷ୍ଟର ଓଡ଼ିଆ ସ୍ନାତକୋତ୍ତର କାର୍ଯ୍ୟକ୍ରମର ପାଠ୍ୟକ୍ରମ 1 ପ୍ରାକ୍ ସାରଳା ସାହିତ୍ୟ। କ'ଣ ରହିଛି ନା ପ୍ରାକ୍ ସାରଳା ସାହିତ୍ୟ। ଏ ପ୍ରାକ୍ ସାରଳା ସାହିତ୍ୟର ପ୍ରଥମ ଏକକ, ଦ୍ୱିତୀୟ ଏକକ, ତୃତୀୟ ଏକକ, ଚତୁର୍ଥ ଏକକ ଏଇଭଳି ଭାବରେ 4ଟା ଏକକ ରହିଛି। ଟୋଟାଲ ଗୋଟାଏ ବିଷୟ ପାଇଁ 16ଟା ଏକକ, ତା ଅର୍ଥ 100 ମାର୍କର ପରୀକ୍ଷା ଦେବା ପାଇଁ ଆମକୁ 16ଟା ଏକକ ପଢ଼ିବା ପାଇଁ ପଡ଼ିବ। ସେଇଭଳି ଭାବରେ ପ୍ରଥମ ପାଠ୍ୟକ୍ରମ ଯିବ, ଦ୍ୱିତୀୟ ପାଠ୍ୟକ୍ରମ, ତୃତୀୟ ପାଠ୍ୟକ୍ରମ, ଚତୁର୍ଥ ପାଠ୍ୟକ୍ରମ ଏମିତି ପ୍ରତ୍ୟେକ ପାଠ୍ୟକ୍ରମ 16ଟା ଏକକରେ ଭାଗ କରାଯାଇଛି। ତ ଆଜିର ଏହି ଭିଡ଼ିଓରେ ଆମେ ଦେଖିବା ପାଠ୍ୟକ୍ରମ 1 ପ୍ରାକ୍ ସାରଳା ସାହିତ୍ୟର ପ୍ରଥମ ଏକକ କ'ଣ ଦେଇଛି, ସାମାଜିକ ପୃଷ୍ଠଭୂମି। ଦ୍ୱିତୀୟ ଏକକ କ'ଣ ରହିଛି ଆପଣମାନଙ୍କର ସାଂସ୍କୃତିକ ପୃଷ୍ଠଭୂମି। ତୃତୀୟ ଏକକ ରହିଛି ରାଜନୈତିକ ପୃଷ୍ଠଭୂମି। ଚତୁର୍ଥ ଏକକ ରହିଛି ଧାର୍ମିକ ପୃଷ୍ଠଭୂମି। ତ ଯେଉଁମାନେ ବି ଚ୍ୟାନେଲକୁ ନୂଆ ଆସିଛନ୍ତି ନିଶ୍ଚିତ ରୂପେ ଗୋଟେ ସବସ୍କ୍ରାଇବ୍ କରିଦିଅ, ସାଙ୍ଗମାନଙ୍କ ସହିତ ବହୁତ ମାତ୍ରାରେ ସେୟାର କରିଦିଅ, କାହିଁକିନା ସେମାନେ ମଧ୍ୟ ଉପକୃତ ହୋଇପାରିବେ। ଚାଲ ଆଜିର ଭିଡ଼ିଓକୁ ଆରମ୍ଭ କରିବା। ପ୍ରଥମ ଏକକ ରହିଛି କ'ଣ ନା ପଠନର ଉଦ୍ଦେଶ୍ୟ, ଶିକ୍ଷଣୀୟ ବିଷୟ, ବିଷୟ ପ୍ରବେଶ, ଅଭିଲେଖ ସାହିତ୍ୟର ସାମାଜିକ ପୃଷ୍ଠଭୂମି, ତାଳପତ୍ର ସାହିତ୍ୟର ସାମାଜିକ ପୃଷ୍ଠଭୂମି, ଚର୍ଯା ଓ ବୌଦ୍ଧ ସାହିତ୍ୟର ସାମାଜିକ ପୃଷ୍ଠଭୂମି, ନାଥ ଓ ଶୈବ ସାହିତ୍ୟର ସାମାଜିକ ପୃଷ୍ଠଭୂମି, ସାରଳା ବା ଶାକ୍ତ ସାହିତ୍ୟର ସାମାଜିକ ପୃଷ୍ଠଭୂମି, ଆତ୍ମ ପରୀକ୍ଷଣ ପ୍ରଶ୍ନାବଳୀ ଆଉ କ'ଣ କ'ଣ ସହାୟକ ଗ୍ରନ୍ଥସୂଚୀ ମଧ୍ୟ ଆମେ ବ୍ୟବହାର କରିପାରିବା ତ ସମ୍ପର୍କିତ ମଧ୍ୟ ଧାରଣା ଆପଣମାନେ ପାଇପାରିବେ। ଚାଲ ଦେଖିବା ପଠନର ଉଦ୍ଦେଶ୍ୟ କ'ଣ ରହିଛି। କୌଣସି ସାହିତ୍ୟ ବିଷୟରେ ଆଲୋଚନା କଲାବେଳେ ଏହି ସୃଷ୍ଟିର କାରଣ ସମ୍ପର୍କରେ ବିସ୍ତୃତ ତଥ୍ୟ ଜାଣିବା ଆବଶ୍ୟକ। ଏହାଦ୍ୱାରା କେବଳ ସେହି ସମୟର ସାହିତ୍ୟ ରଚନାର ଆବଶ୍ୟକ ବିଷୟରେ ଜାଣି ହୁଏ ନାହିଁ, ବରଂ ତତ୍କାଳୀନ ସମୟର ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ସ୍ଥିତି ବିଷୟରେ ସ୍ପଷ୍ଟ ସୂଚନା ମିଳେ। ଓଡ଼ିଆ ସାହିତ୍ୟ ସୃଷ୍ଟିର ନିର୍ଦ୍ଦିଷ୍ଟ କାଳ ନିର୍ଣ୍ଣୟ କରିବା ଏପର୍ଯ୍ୟନ୍ତ ସମ୍ଭବ ହୋଇନଥିଲା ବେଳେ ଏ ବିଷୟରେ ଆଲୋଚନା ହୋଇ ସର୍ବଭାରତୀୟ ସ୍ତରରେ ସ୍ୱୀକୃତି ଲାଭ କରିଥିବା ଅନ୍ତିମ ଗବେଷଣା ଗ୍ରନ୍ଥ କ୍ଲାସିକାଲ ଓଡ଼ିଆ ପୁସ୍ତକ ଅନୁସାରେ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ଖୋଦିତ ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖକୁ ଓଡ଼ିଆ ସାହିତ୍ୟର ସର୍ବପ୍ରାଚୀନ ଲିଖିତ ପ୍ରମାଣ ବୋଲି ଗ୍ରହଣ କରାଯାଇଛି। ସେହିଭଳି ତାଳପତ୍ରରେ ରଚିତ ସର୍ବପ୍ରାଚୀନ ଓଡ଼ିଆ ସାହିତ୍ୟ ଭାବରେ ନେପାଳ ରାଜଦରବାରରୁ ପ୍ରାପ୍ତ ସପ୍ତମ ଶତାବ୍ଦୀର ଚର୍ଯା କବିତାକୁ ଗ୍ରହଣ କରାଯାଇଛି। ଏହିପରି ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ ରଚିତ ବହୁ ସାହିତ୍ୟିକ କୃତି ଦେଖିବାକୁ ମିଳୁଥିଲେ ମଧ୍ୟ ଏସବୁର ବିଷୟ ବିନ୍ୟାସ ଭିନ୍ନ ଭିନ୍ନ ରହିଛି। ଆଉ ଗୋଟେ କଥା ମୁଁ କହି ରଖିବାକୁ ଚାହେଁ, ଆମେ ପ୍ରତ୍ୟେକ ଟପିକ୍ ୱାଇଜ୍ ଏହି ସମସ୍ତ ପାଠ୍ୟକ୍ରମ ବିଷୟରେ ଜାଣିବା। ତତ୍ପରେ ମୁଁ ଆପଣମାନଙ୍କୁ ସମସ୍ତ ଟପିକ୍ ୱାଇଜ୍ ବା ବିଷୟ ୱାଇଜ୍ ନୋଟ୍ ପ୍ରୋଭାଇଡ଼ କରିବି। ତାକୁ ପଢ଼ିକି ଆପଣମାନେ ପରୀକ୍ଷା ହଲ୍ରେ ବସିପାରିବେ ଏବଂ 100% ପ୍ରଶ୍ନର ଉତ୍ତର ଦେବା ପାଇଁ ସକ୍ଷମ ହେବା ସହିତ ଭଲ ସ୍କୋର କରିପାରିବେ। ତେଣୁ ଚ୍ୟାନେଲକୁ ନିଶ୍ଚିତ ରୂପେ ଗୋଟେ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ସାଙ୍ଗମାନଙ୍କ ସହିତ ବହୁତ ମାତ୍ରାରେ ସେୟାର କରିଦିଅନ୍ତୁ, କାହିଁକିନା ମୁଁ ବି ଯେଉଁ ଭିଡ଼ିଓ ଅପଲୋଡ଼ କରିବି OSOU ଓଡ଼ିଆ ପିଜି ପାଇଁ ତା'ର ସମସ୍ତ ନୋଟିଫିକେସନ୍ ଆପଣମାନଙ୍କ ପାଖରେ ପହଞ୍ଚି ପାରିବ। ତେଣୁ ପ୍ରଥମେ ଆମେ ବିଷୟ ବିଷୟରେ ଆଲୋଚନା କରିନେବା, ତତ୍ପରେ ମୁଁ ଯେତେବେଳେ ନୋଟ୍ ପ୍ରୋଭାଇଡ଼ କରିବି ହାତ ଲେଖା ନୋଟ୍ ଆପଣମାନଙ୍କ ପାଖରେ ପହଞ୍ଚି ପାରିବ। ଏହି ଭିନ୍ନତା ତତ୍କାଳୀନ ସମୟର ସାମାଜିକ ବ୍ୟବସ୍ଥା, ରାଜନୈତିକ ସ୍ଥିତି ଏବଂ ଧାର୍ମିକ ବାତାବରଣ ପ୍ରଭାବରୁ ଘଟିଥାଏ।
ତେଣୁ ସାହିତ୍ୟିକ ପୃଷ୍ଠଭୂମିର ସଠିକ୍ ଉପସ୍ଥାପନ ତତ୍କାଳୀନ ସାମାଜିକ ରାଜନୈତିକ ଓ ସାଂସ୍କୃତିକ ଭିତ୍ତିଭୂମି ସହିତ ପରିଚିତ କରାଇଥାଏ। ଓଡ଼ିଆ ଲିପି ଓ ଭାଷା ଆଲୋଚନା ଦୃଷ୍ଟିରୁ ଶିଳାଲେଖର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରଥମେ ଭାଷା ଓ ପରେ ଭାଷାର ଭାବ ପ୍ରକାଶ ପାଇଁ ଲିପିର ପ୍ରଚଳନ ଘଟିଲା। ଓଡ଼ିଶାରେ 10,000 ବର୍ଷ ତଳର ଯୋଗୀମଠ ଚିତ୍ରଲିପି ଓ ବିକ୍ରମଖୋଲ ଚିତ୍ରଲିପି ଏହି ପ୍ରାଚୀନ ଭାଷା ଓ ଲିପିର ଜୀବନ୍ତ ପ୍ରମାଣ ଭାବରେ ଆମ ନିକଟରେ ଗଚ୍ଛିତ ଥିଲାବେଳେ ଏହା ପାଠ ହୋଇ ନଥିବାରୁ ପ୍ରାଚୀନ ଓଡ଼ିଆ ଭାଷା ବିଷୟରେ ବିଶେଷ କିଛି ତଥ୍ୟ ଉନ୍ମୋଚିତ ହୋଇପାରିନାହିଁ। ତେବେ ଅଶୋକଙ୍କ ଧଉଳି ଓ ଜଉଗଡ଼ ଶିଳାଲେଖ ଏବଂ ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖ ପାଠ ହୋଇଥିବାରୁ ଏ କ୍ଷେତ୍ରରେ ଓଡ଼ିଆ ଭାଷାର ମୌଳିକ ଭିତ୍ତି ସମ୍ପର୍କରେ ବହୁ କିଛି ଐତିହାସିକ ସାମାଜିକ ଓ ସାଂସ୍କୃତିକ ଦିଗ ଉନ୍ମୋଚିତ ହୋଇପାରିଛି। ସେହିପରି ଏପର୍ଯ୍ୟନ୍ତ ଆବିଷ୍କୃତ ଓଡ଼ିଆ ଭାଷାର ପ୍ରଥମ ତାଳପତ୍ର ସାହିତ୍ୟ ଚର୍ଯାଗୀତିକା ଜ୍ଞାନମିଶ୍ରା ଭକ୍ତିମାର୍ଗର ମୌଳିକ ପିଣ୍ଡ ଥିବା ନାଥ ସାହିତ୍ୟ ଏବଂ ସର୍ବପ୍ରାଚୀନ ଚଉତିଶା ସାହିତ୍ୟ ଭାବରେ ଚିହ୍ନିତ କଳସା ଚଉତିଶା କେବଳ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିନାହିଁ ବରଂ ଓଡ଼ିଆ ଭାଷାକୁ ବିକଶିତ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି। ଓଡ଼ିଆ ଭାଷାର ବିକାଶ ପ୍ରକ୍ରିୟାରେ ମୁଖ୍ୟ ସୂତ୍ରଧର ଥିବା ଏହିସବୁ ଗୁରୁତ୍ୱପୂର୍ଣ୍ଣ ଶିଳାଲେଖ ଓ ତାଳପତ୍ର ସାହିତ୍ୟ ସୃଷ୍ଟିର କାରଣ ସମ୍ପର୍କରେ ବ୍ୟାପକ ଅଧ୍ୟୟନ କରିବାର ଆବଶ୍ୟକତା ଅଛି। ଆଲୋଚନା ଦୃଷ୍ଟିରୁ ଏହିସବୁ ସାହିତ୍ୟର ପୃଷ୍ଠଭୂମି ବିଷୟରେ ସମ୍ୟକ୍ ବିଚାର ଆଲୋଚନା କରାଯାଇଛି। ଏକ ଶିକ୍ଷଣୀୟ ବିଷୟ କ'ଣ? ଏହି ଏକକ ଶେଷରେ ଆପଣ ଜାଣିବାକୁ ପାଇବେ କ'ଣ ପାଇବେ ନା ପଞ୍ଚମ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଆ ଭାଷା ଓ ସାହିତ୍ୟର ମୂଳ ଉତ୍ସ, ବିଭିନ୍ନ ସମୟରେ ରଚିତ ଓଡ଼ିଆ ସାହିତ୍ୟ ଭାଷା ସମ୍ପର୍କରେ ଥିବା ସମ୍ପର୍କ, ଶିଳାଲେଖ ଓ ତାଳପତ୍ର ସାହିତ୍ୟ ମଧ୍ୟରେ ଓଡ଼ିଆ ଭାଷାର କ୍ରମବିକଶିତ ସ୍ଥିତି, ଶିଳାଲେଖ ଓ ତାଳପତ୍ର ସାହିତ୍ୟ ମାଧ୍ୟମରେ ଓଡ଼ିଆ ଲିପିର କ୍ରମବିକଶିତ ସ୍ଥିତି, ଓଡ଼ିଆ ସାହିତ୍ୟ ସୃଷ୍ଟିର ଐତିହାସିକ ବା ସାମାଜିକ କାରଣ। ଦେଖିବା ଏବେ ଆମେ ବିଷୟ ଭିତରକୁ ପଶିଲେ। ଯେଉଁମାନେ ବି ଚାହିଁବେ ଆପଣମାନେ ମଧ୍ୟ ନୋଟ୍ ପ୍ରସ୍ତୁତ କରିପାରିବେ, କିନ୍ତୁ ଭଲ ଭାବରେ ଏ ବିଷୟକୁ ପଢ଼ିବା ପାଇଁ ପଡ଼ିବ ଏବଂ ଏ ବିଷୟକୁ ପଢ଼ି ସାରିଲା ପରେ ସେଥିରୁ କେତେ ଗୁଡ଼ିଏ କ୍ୱେଶ୍ଚନ୍ ମଧ୍ୟ ତଳେ ରହିଛି, ତାକୁ ବେସ୍ କରିକି ଆପଣମାନେ ନୋଟ୍ ପ୍ରସ୍ତୁତ କରିପାରିବେ ଏବଂ ପରୀକ୍ଷାରେ ଭଲ ସ୍କୋର କରିପାରିବେ। ଚାଲନ୍ତୁ ବିଷୟ କ'ଣ ଅଛି ଆମେ ଜାଣିବା। ମନର ଭାବନାକୁ ପ୍ରକାଶ କରିବା ପାଇଁ ଆମେ ଉଚ୍ଚାରଣ କରିଥିବା କଥା ହେଉଛି ଭାଷା। ଭାଷାକୁ ସମୃଦ୍ଧ, ଶକ୍ତିଶାଳୀ ଓ ବଳିଷ୍ଠ କରେ ସାହିତ୍ୟ, ଅର୍ଥାତ୍ ଯେଉଁ ଭାଷାର ସାହିତ୍ୟ ଯେତେ ଉନ୍ନତ ସେହି ଭାଷା ସେତେ ପ୍ରଭାବଶାଳୀ। ପୁଣି ଗୋଟିଏ ଉନ୍ନତ ଜାତି କଥା ଯେତେବେଳେ ଉଠିଥାଏ ସେତେବେଳେ ସେହି ଜାତିର ଇତିହାସ, ସାହିତ୍ୟ, ସଂସ୍କୃତି ବିଷୟର ଆଲୋଚନା ପରିସରଭୁକ୍ତ ହୁଏ। ତେଣୁ ଗୋଟିଏ ଜାତିର ସାମଗ୍ରିକ ବିକାଶ ପାଇଁ ସେହି ଜାତିର ଭାଷା ଓ ସାହିତ୍ୟ ମୁଖ୍ୟ ଉପାଦାନ ଭାବରେ ଦଣ୍ଡାୟମାନ ହୋଇଥାଏ। ଇତିହାସ, ବିଜ୍ଞାନ, ଅର୍ଥନୀତି ଆଦି ଏ କ୍ଷେତ୍ରରେ ଗୋଟିଏ ଗୋଟିଏ ସହଯୋଗୀ ଉପାଦାନ ମାତ୍ର। ଏ ଦୃଷ୍ଟିରୁ ଓଡ଼ିଆ ଜାତି ସମ୍ପର୍କରେ ବିଚାର କଲେ ସ୍ୱତଃ ଏହାର ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଦୃଷ୍ଟି ପଡ଼ିଥାଏ। ଏହି କ୍ଷେତ୍ରରେ ଏ ତିନୋଟି ଯାକ ଉପାଦାନ ପରସ୍ପର ସହ ସମ୍ବନ୍ଧ ଥିବାରୁ କିଏ ଆଗ କିଏ ପଛ ତାହା ନିରୂପଣ କରିବା ଯେପରି କଷ୍ଟକର, ସେହିଭଳି ଇତିହାସର କଙ୍କାଳ ଭିତରୁ ସାହିତ୍ୟର ପୃଷ୍ଠଭୂମି ଅନ୍ୱେଷଣ କରିବା ମଧ୍ୟ କଷ୍ଟକର। ଶ୍ରମକ୍ଳାନ୍ତ ଓଡ଼ିଆ ପୁଅ ଯେତେବେଳେ ବଳକା ସମୟରେ ଦୀପର ମିଞ୍ଜି ମିଞ୍ଜି ଆଲୁଅରେ ନିଜ ଅନୁଭବର କଥାକୁ କଳ୍ପନାର ରଙ୍ଗରେ ରଙ୍ଗେଇ ତାଳପତ୍ର ଲେଖନୀରେ ଲେଖି ଚାଲିଥାଏ, ସେତେବେଳେ ସେ କେବଳ ଶ୍ରୋତାର ରସାସ୍ୱାଦନ ପିପାସାକୁ ଆଖି ଆଗରେ ରଖିଥାଏ। ଏହି ସମୟରେ ସେ ଭୁଲି ଯାଇଥାଏ ନିଜକୁ, ନିଜର ସ୍ଥିତିକୁ, ସମୟକୁ ଆଉ ନିଜ ପରିଚୟକୁ। ତେଣୁ ବନ୍ୟା, ବାତ୍ୟା, ଦୁର୍ଭିକ୍ଷ ଭଳି ପ୍ରକୃତିର ଘନ ଘନ ତାଣ୍ଡବ ସହିତ ବାରମ୍ବାର ଆକ୍ରମଣ ମଧ୍ୟରେ ବି ପୂର୍ବଜନ୍ମ ଅମ୍ଳାନ ସ୍ମୃତିଚିହ୍ନ ସ୍ୱରୂପ ଓଡ଼ିଆ ପୁଅ ପର୍ବତ ପ୍ରମାଣ ଯେଉଁ ତାଳପତ୍ରର ସମ୍ଭାରକୁ ଏପର୍ଯ୍ୟନ୍ତ ସୁରକ୍ଷିତ କରି ରଖିଛି, ସେ ସବୁଥିରେ ସ୍ରଷ୍ଟାର ପରିଚୟ ନଥିବାରୁ ଏହା କେଉଁ ସମୟର ବା ଏହା କାହାର କୃତି ଏ ସମ୍ପର୍କରେ କୌଣସି ତଥ୍ୟ ମିଳିପାରୁନାହିଁ। ଫଳରେ ଏହି ବିଶାଳ କୃତିତ୍ୱର ଉପଯୁକ୍ତ ମୂଲ୍ୟାଙ୍କନ କରାଯାଇ ପାରୁନାହିଁ। ସାହିତ୍ୟ ସର୍ବଦା ନୂତନତାକୁ ଗ୍ରହଣ କରେ। ଏହା ରଚିତ ହେବା କାଳଖଣ୍ଡର କଥା କହୁଥିବାରୁ ତାହାକୁ ସେହି ସମୟର ସର୍ବାଧୁନିକ ସାହିତ୍ୟ କୁହାଯାଇପାରେ। ବୌଦ୍ଧ ଚର୍ଯ୍ୟାକବିଙ୍କ କବିତା, ସାରଳା, ଜଗନ୍ନାଥ ଦାସ, ଉପେନ୍ଦ୍ରଙ୍କ କାବ୍ୟକବିତା ଏହାର ଦୃଷ୍ଟାନ୍ତ। ଏମାନଙ୍କ କୃତି ସେକାଳର ଆଧୁନିକ ଚେତନାର ବାର୍ତ୍ତାବହ ସାଜିଥିଲେ ମଧ୍ୟ ବର୍ତ୍ତମାନର ଆଲୋଚକଙ୍କ ଦ୍ୱାରା ପ୍ରାଚୀନତାର ବନ୍ଧନରେ ଆବଦ୍ଧ କରାଯାଉଛି। ତେଣୁ ଏସବୁ ଦୃଷ୍ଟିରୁ ବିଚାରକୁ ନେଇ ଲିଖନଗତ ଉପାଦାନକୁ ଦୃଷ୍ଟିରେ ରଖି ଓଡ଼ିଆ ସାହିତ୍ୟକୁ ତିନି ଭାଗରେ ବିଭକ୍ତ କରାଯାଇପାରେ, ଯଥା ଅଭିଲେଖ ସାହିତ୍ୟ ଖ୍ରୀଷ୍ଟପୂର୍ବ 2ୟ ଶତାବ୍ଦୀରୁ 15 ଶତାବ୍ଦୀ, ତାଳପତ୍ର ସାହିତ୍ୟ 7ମରୁ 19 ଶତାବ୍ଦୀ, ଆଧୁନିକ ସାହିତ୍ୟ 19 ଶତାବ୍ଦୀରୁ ଆଜି ପର୍ଯ୍ୟନ୍ତ। ଏହା ବ୍ୟତୀତ କଥିତ ସାହିତ୍ୟ ଭାବରେ ଲୋକସାହିତ୍ୟ ମଧ୍ୟ ପ୍ରାଚୀନ କାଳରୁ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରି ଆସୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ।
ପଞ୍ଚ ଶତାବ୍ଦୀ ପୂର୍ବରୁ ଓଡ଼ିଆ ସାହିତ୍ୟ ରଚନାର ଦୁଇଟି ଧାରା ଥିଲା। ଗୋଟେ ହେଲା ଶିଳା ବା ପଥର ଚଟାଣ ଏବଂ ତମ୍ବା ପଟା ଉପରେ ଲିଖନ ସାହିତ୍ୟ, ଦ୍ୱିତୀୟଟା ହେଲା ତାଳପତ୍ର ଉପରେ ଲିଖିତ ସାହିତ୍ୟ। ପ୍ରଥମ ଧାରା କଷ୍ଟକର, ବ୍ୟୟବହୁଳ ତଥା ସମୟ ସାପେକ୍ଷ ଥିବାରୁ ଏହା କେବଳ ଉଚ୍ଚବର୍ଗଙ୍କ ଦ୍ୱାରା ଲେଖା ହେବା ସମ୍ଭବ ଥିଲା। ବିଶେଷ କରି ରାଜାଙ୍କ ଆଦେଶ ବା ସୂଚନା ଏହା ମାଧ୍ୟମରେ ଲେଖାଯାଉଥିଲା। ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖ ଓ ଶତ୍ରୁଭଞ୍ଜଙ୍କ ଅସନପାଟ ଶିଳାଲେଖ ଏହାର ଦୃଷ୍ଟାନ୍ତ। ସେହିଭଳି ଦ୍ୱିତୀୟ ଧାରା ସହଜ ଓ ସୁଲଭ ଥିବାରୁ ସାଧାରଣ ଲୋକଙ୍କ ଦ୍ୱାରା ଲେଖାଯାଇଥିଲା। ବୌଦ୍ଧ ଓ ନାଥ ସାହିତ୍ୟ ଏହାର ଦୃଷ୍ଟାନ୍ତ। ଏହି ଦୁଇ ଉପାଦାନକୁ ଭିତ୍ତି କରି ଓଡ଼ିଆ ସାହିତ୍ୟ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀ ସମୟରୁ ନିଜର ଜନ୍ମଜାତକ ସୃଷ୍ଟି କରିଥିଲା କହିଲେ ଭୁଲ ହେବ ନାହିଁ। ମୌର୍ଯ୍ୟ ବଂଶର ପ୍ରାରମ୍ଭିକ ଶାସନ କାଳରେ କଳିଙ୍ଗ ସ୍ୱାଧୀନ ରାଜ୍ୟ ଥିବାରୁ ଏହି ମାଟିରେ ଘଟିଯାଇଥିବା ଭାରତବର୍ଷର ସବୁଠାରୁ ଭୟଙ୍କର ଲୋମହର୍ଷଣକାରୀ ଯୁଦ୍ଧ ଏ ଯୁଦ୍ଧ ଥିଲା ସ୍ୱାଭିମାନ ସହିତ ପ୍ରତିଷ୍ଠାର ଯୁଦ୍ଧ। ଅଶୋକ ନିଜର ପ୍ରତିଷ୍ଠାକୁ ସୁରକ୍ଷିତ ରଖିବା ପାଇଁ କଳିଙ୍ଗ ସ୍ୱାଭିମାନକୁ ନିର୍ଦ୍ଦୟ ଭାବରେ ହତ୍ୟା କଲେ। ମାତ୍ର ପ୍ରତି ଆକ୍ରମଣ ଭୟରେ ଅଶୋକ ଯୁଦ୍ଧ ତ୍ୟାଗ କରିବା ସହିତ କଳିଙ୍ଗବାସୀଙ୍କୁ ଆଉ ଉତ୍କ୍ଷିପ୍ତ ନ କରିବା ପାଇଁ କଳିଙ୍ଗର ଦୁଇଟି ପ୍ରସିଦ୍ଧ ସହର ତୋଷାଳୀ ଭୁବନେଶ୍ୱର ଓ ସମାପା ଜଉଗଡ଼ଠାରେ ନିଯୁକ୍ତ ମଗଧର ପ୍ରଶାସକଙ୍କୁ ନିର୍ଦ୍ଦେଶ ଦେଇଥିଲେ, ଏମାନେ ମୋର ସନ୍ତାନ, ଏମାନଙ୍କ ପ୍ରତି ସର୍ବଦା ନ୍ୟାୟ ବିଚାର କରିବ। ପୁଣି କଳିଙ୍ଗବାସୀଙ୍କୁ ପ୍ରଚ୍ଛନ୍ନ ଧମକ ମଧ୍ୟ ଦେଇଥିଲେ। ରାଜା ଅଶୋକ କ୍ଷମା କରିବାକୁ ଯେତେଦୂର ସମର୍ଥ ସେମାନଙ୍କୁ କ୍ଷମା ଦେବେ। ଅର୍ଥାତ୍ କଳିଙ୍ଗବାସୀ ତଥା କଳିଙ୍ଗ ସେନାର ମୁଖ୍ୟ ସ୍ରୋତ ଆଟବିକ ବା ଆଦିବାସୀ ସମ୍ପ୍ରଦାୟ ଯଦି ପୁଣି ବିଦ୍ରୋହ କରନ୍ତି ତେବେ ଅସ୍ତ୍ର ତ୍ୟାଗ କରିଥିବା ଅଶୋକ ବିଦ୍ରୋହୀଙ୍କୁ ପୂର୍ବ ଯୁଦ୍ଧର ପୁନରାବୃତ୍ତି ଘଟାଇବାକୁ ପଛାଇବେ ନାହିଁ। ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀର ମଗଧ ସମ୍ରାଟ ଅଶୋକଙ୍କ ଐତିହାସିକ ଆଦେଶନାମା ସେ ସମୟରେ ଓଡ଼ିଆ ଅଧିବାସୀଙ୍କ କଥିତ ଭାଷାରେ ଲେଖାଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ଆବିଷ୍କୃତ ଓଡ଼ିଆ ଜାତିର ପ୍ରଥମ ଗୌରବମୟ ଇତିହାସ ଏବଂ ପ୍ରାଚୀନ ଲିଖିତ ସାହିତ୍ୟ ହେଉଛି ହାତୀଗୁମ୍ଫା ଶିଳାଲେଖ। ଅଶୋକଙ୍କ ଦୁଇ ଶିଳାଲେଖ ଓ ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖର ଲିପି ବ୍ରାହ୍ମୀ ଓ ଭାଷା ପାଲି ବୋଲି ଐତିହାସିକଗଣ ମତ ଦିଅନ୍ତି। ଫରାସୀ ପଣ୍ଡିତ ସିଲଭା ଲେଭି ଲ୍ୟୁଦର ପୁଜିଲସ୍କି, ସ୍ୱିଡେନ ଭାଷାବିତ୍ ଷ୍ଟେନକୋନୋ, ଜର୍ମାନ ପଣ୍ଡିତ ଓଟୋ ଫ୍ରାଙ୍କ, ହର୍ମାନ ଓଲ୍ଡେନବର୍ଗ, ବୌଦ୍ଧ ପଣ୍ଡିତ କାର୍ନ ଉଲ୍ଲୁର, ବଙ୍ଗୀୟ ଭାଷାବିତ୍ ପ୍ରମୋଦଚନ୍ଦ୍ର ବାଗ୍ଚି ଆଦି ଗବେଷକ ମତାମତରୁ ଜଣାଯାଏ ଯେ ହାତୀଗୁମ୍ଫା ଶିଳାଲେଖର ଭାଷା ହେଉଛି ପାଲି ଭାଷା ଏବଂ ଏହି ପାଲି ଭାଷା ହେଉଛି କଳିଙ୍ଗର ଜନସାଧାରଣଙ୍କ ଦ୍ୱାରା ସେ ସମୟରେ ପ୍ରଚଳିତ ମୁଖର ଭାଷା। ପାଲି ଭାଷାର ଲିଖିତ ପ୍ରାଚୀନ ବୌଦ୍ଧକାଳୀନ ବା ବୌଦ୍ଧ ପରବର୍ତ୍ତୀ ସାହିତ୍ୟର ମୂଳରୂପ ଏପର୍ଯ୍ୟନ୍ତ ମିଳିନଥିବାରୁ ପାଲି ଭାଷା ତତ୍କାଳୀନ ସ୍ୱରୂପ ସମ୍ପର୍କରେ ସମସ୍ତେ ସନ୍ଦିହାନ। ତେବେ ହାତୀଗୁମ୍ଫା ଶିଳାଲେଖ ଆବିଷ୍କାର ଓ ସଠିକ୍ ପାଠ ପରେ ପାଲି ଭାଷା ପ୍ରତି ଥିବା ଏହି ସନ୍ଦେହକୁ ଦୂର କରିବାରେ ସମର୍ଥ ହୋଇଛି। ଏ ଦୃଷ୍ଟିରୁ ବିଚାର କଲେ କେବଳ ଓଡ଼ିଆ ନୁହେଁ, ସମସ୍ତ ଭାରତୀୟ ଭାଷାର ସର୍ବପ୍ରାଚୀନ ସାହିତ୍ୟ ଭାବରେ ହାତୀଗୁମ୍ଫା ଶିଳାଲେଖକୁ ଗ୍ରହଣ କରାଯାଇପାରେ। ଏହିଭଳି ଭାବରେ ସମସ୍ତ ବିଷୟକୁ ଆପଣମାନେ ଯଦି ପଢ଼ିବେ ନିଶ୍ଚିତ ଭାବରେ ନୋଟ୍ ପ୍ରସ୍ତୁତ କରିପାରିବେ। ଯଦି ଆପଣମାନେ ପାରୁନାହାନ୍ତି ମୁଁ ନୋଟ୍ ପ୍ରସ୍ତୁତ କରିକି ଆପଣଙ୍କୁ ହାତ ଲେଖା ଭିଡ଼ିଓ ଅପଲୋଡ଼ କରିବି, ଆପଣମାନେ ତାକୁ ନୋଟ୍ ବନେଇକି ନେଇପାରିବେ ଏବଂ ପରୀକ୍ଷା ଦେଇପାରିବେ। ତାପରେ ଦେଖନ୍ତୁ ଅଭିଲେଖ ସାହିତ୍ୟର ସାମାଜିକ ପୃଷ୍ଠଭୂମି। ତାଳପତ୍ର ସାହିତ୍ୟର ସାମାଜିକ ପୃଷ୍ଠଭୂମି, ଚର୍ଯା ବା ବୌଦ୍ଧ ସାହିତ୍ୟର ସାମାଜିକ ପୃଷ୍ଠଭୂମି, ନାଥ ବା ଶୈବ ସାହିତ୍ୟର ସାମାଜିକ ପୃଷ୍ଠଭୂମି, ସାରଳା ବା ଶାକ୍ତ ସାହିତ୍ୟର ସାମାଜିକ ପୃଷ୍ଠଭୂମି,
ସାରଳାକାଳୀନ ସମାଜ, ତାପରେ ଆତ୍ମପରୀକ୍ଷଣ ପ୍ରଶ୍ନାବଳୀ। ପ୍ରାକ୍ ସାରଳା ଓଡ଼ିଆ ସମାଜର ସାମାଜିକ ସ୍ଥିତି ଆଲୋଚନା କର। ଅଶୋକ ଶିଳାଲେଖ ରଚନାର ସାମାଜିକ ପୃଷ୍ଠଭୂମି ଆଲୋଚନା କର। ହାତୀଗୁମ୍ଫା ଶିଳାଲେଖ ରଚନାର ସାମାଜିକ ପୃଷ୍ଠଭୂମି ଆଲୋଚନା କର। ନାଥ ସାହିତ୍ୟ ସୃଷ୍ଟିର ସାମାଜିକ ଭିତ୍ତିଭୂମି ଆଲୋଚନା କର। ଚର୍ଯା ସାହିତ୍ୟରେ ପ୍ରତିଫଳିତ ଓଡ଼ିଆ ସମାଜ ଜୀବନର ବିସ୍ତୃତ ବିବରଣୀ ପ୍ରଦାନ କର। ତାପରେ ଦେଖିବା ସଂକ୍ଷିପ୍ତ ଉତ୍ତରଣକ ପ୍ରଶ୍ନ କ'ଣ ରହିବ ନା ହାତୀଗୁମ୍ଫା ଶିଳାଲେଖର ଓଡ଼ିଆ ସମାଜ ସମ୍ପର୍କରେ ଲେଖ। ଅଶୋକ ଶିଳାଲେଖର ଓଡ଼ିଆ ସମାଜ କିପରି ପ୍ରତିଫଳିତ ଆଲୋଚନା କର। ଚର୍ଯା ସାହିତ୍ୟରେ ପ୍ରତିଫଳିତ ଓଡ଼ିଆ ସମାଜ ସମ୍ପର୍କରେ ଆଲୋଚନା କର। ନାଥ ସାହିତ୍ୟର ତତ୍କାଳୀନ ସାମାଜିକ ବିଧି ବ୍ୟବସ୍ଥା ସମ୍ପର୍କରେ ଲେଖ। ପ୍ରାକ୍ ସାରଳା ସାହିତ୍ୟର ସାମାଜିକ ଘଟଣା ବିଚାର କର। ଆଉ କେଉଁ ବହି ଆମେ ମଧ୍ୟ ଫଲୋ କରିପାରିବା। ଅଭିଲେଖ ସାହିତ୍ୟର ଭାଷାତାତ୍ତ୍ୱିକ ଆଲୋଚନା ପୃଷ୍ଟି ସୁବ୍ରତ କୁମାର ଓଡ଼ିଆ ଭାଷା ସାହିତ୍ୟ ପରିଚୟ AK ମିଶ୍ର ପବ୍ଲିକେସନ୍ ପ୍ରାଇଭେଟ୍ ଲିମିଟେଡ୍ ବାଦାମବାଡ଼ି କଟକ। ଚର୍ଯା ସାହିତ୍ୟ କର କରୁଣାକର। ନାଥ ସାହିତ୍ୟ ମହାନ୍ତି ବଂଶଧର ମହାନ୍ତି ଓଡ଼ିଆ ନାଥ ସାହିତ୍ୟ ସମ୍ପ୍ରଦାୟ ଓ ନାଥ ସାହିତ୍ୟ ଫ୍ରେଣ୍ଡସ୍ ପବ୍ଲିକେସନ୍ ବିନୋଦ ବିହାରୀ କଟକ। ତ ଏହି ସମସ୍ତ ଦାସ ସୂର୍ଯ୍ୟନାରାୟଣ ଓଡ଼ିଆ ସାହିତ୍ୟର ଇତିହାସ ଗ୍ରନ୍ଥ ମନ୍ଦିର କଟକ ଏ ବିଷୟ ଗୁଡ଼ାକ ଆମେ ଫଲୋ କରିପାରିବା। ଏଇଭଳି ଭାବରେ ବିଭିନ୍ନ ଲେଖକଙ୍କର ଲେଖା ରହିଛି ତାକୁ ଆମେ ଫଲୋ କରିକି ମଧ୍ୟ ଲେଖିପାରିବା। ତାପରେ ଆସିବା ଦ୍ୱିତୀୟ ଏକକ। ପରବର୍ତ୍ତୀ ଭିଡ଼ିଓରେ ଆମେ ଦେଖିବା ସାଂସ୍କୃତିକ ପୃଷ୍ଠଭୂମି ବିଷୟ କ'ଣ ରହିଛି ପଠନର ଉଦ୍ଦେଶ୍ୟ ଶିକ୍ଷଣୀୟ ବିଷୟ ପ୍ରବେଶ ଅଭିଲେଖ ସାହିତ୍ୟର ସାଂସ୍କୃତିକ ପୃଷ୍ଠଭୂମି ତାଳପତ୍ର ସାହିତ୍ୟର ସାଂସ୍କୃତିକ ପୃଷ୍ଠଭୂମି ଚର୍ଯା ଓ ବୌଦ୍ଧ ସାହିତ୍ୟର ସାଂସ୍କୃତିକ ପୃଷ୍ଠଭୂମି ନାଥ ଓ ଶୈବ ସାହିତ୍ୟର ସାଂସ୍କୃତିକ ପୃଷ୍ଠଭୂମି ସାରଳା ବା ଶାକ୍ତ ସାହିତ୍ୟର ସାଂସ୍କୃତିକ ପୃଷ୍ଠଭୂମି ଆତ୍ମପରୀକ୍ଷଣ ପ୍ରଶ୍ନାବଳୀ ସହାୟକ ଗ୍ରନ୍ଥସୂଚୀ ଏ ସମସ୍ତ ବିଷୟରେ ଆମେ ଜାଣିବା। ତ ଏଇଠି ଆମେ ଦେଖିଲେ ପ୍ରଥମ ପାଠ୍ୟକ୍ରମ 1 ପାଠ୍ୟକ୍ରମ 1ର ଯେଉଁ ବ୍ଲକ୍ ରହିଥିଲା 1 2 3 4 ଏଇଭଳି ଭାବରେ 16ଟା ବ୍ଲକ୍ ରହିବ। ତ ଏଇ ଫାର୍ଷ୍ଟ ବ୍ଲକ୍ ଆମେ ଦେଖିଲେ ତାର ସେକେଣ୍ଡ ବ୍ଲକ୍ ଦେଖିବା ଥାର୍ଡ଼ ବ୍ଲକ୍ ଦେଖିବା ଫୋର୍ଥ ବ୍ଲକ୍ ଦେଖିବା ଏଇଭଳି ଭାବରେ 16ଟା ବ୍ଲକ୍ ଦେଖିଲେ ଆପଣମାନେ 100 ମାର୍କର କ୍ୱେଶ୍ଚନ୍ ଆନ୍ସର୍ ପାଇଯିବେ। ଆଉ ଯେଉଁମାନଙ୍କର ନୋଟ୍ ଦରକାର ମୋତେ କମେଣ୍ଟ ସେକ୍ସନରେ କମେଣ୍ଟ କରିବେ ମୁଁ ସେମାନଙ୍କ ପାଇଁ ନୋଟ୍ ପ୍ରସ୍ତୁତ କରିବି। ରହୁଛି ଜୟ ଜଗନ୍ନାଥ ବନ୍ଦେ ଉତ୍କଳ ଜନନୀ ସମସ୍ତଙ୍କର ଦିନ ଶୁଭମୟ ହେଉ।